ଜୟ ଜଗନ୍ନାଥ ସାଙ୍ଗମାନେ, ପବିତ୍ର ବିଜୟା ଦଶମୀରେ ହାର୍ଦ୍ଦିକ ଅଭିନନ୍ଦନ। ଦଶହରାରେ ମାଙ୍କ ଦର୍ଶନ ପାଇଁ ଆମେ ଆଜି ଯାଇଥିଲୁ ଜଗତସିଂହପୁର ପ୍ରସିଦ୍ଧ ଶକ୍ତିପୀଠ ଶିଲୋ ଦୁର୍ଗା ମା ମନ୍ଦିରକୁ। ତ ଚାଲନ୍ତୁ ଯିବା। ଏଠି ଆସି ଆମେ ପହଞ୍ଚିକି ଦେଖିଲୁ ଯେ ଏଠି ବହୁତ ଭିଡ଼ ଅଛି। ଯେତେବେଳେ କି ଜଗତସିଂହପୁର ବହୁତ ବର୍ଷା ହେଉଛି ଆଉ ଜଗତସିଂହପୁରକୁ ରେଡ୍ ଜୋନ୍ରେ ଥିଲା ପରେ ବି ଏଠି ମାଙ୍କ ଦର୍ଶନ ପାଇଁ କେତେ ଲୋକ ଅଛନ୍ତି ଆପଣମାନେ ଦେଖିପାରୁଥିବେ। ଏତେ ଭିଡ଼ ସତ୍ତ୍ୱେ ବି ଆମେ ଯାଇକି ଦୀପ ଦୋକାନରୁ ଦୀପ କିଣିକି ତାପରେ ମାଙ୍କ ପାଖକୁ ପୂଜା ପାଇଁ ପଳେଇଲୁ। ଆପଣମାନେ କେତେ ଭିଡ଼ ଦେଖିପାରୁଥିବେ, ବହୁତ ଲୋକ ଆଇଥିଲେ ଦର୍ଶନ ପାଇଁ। ତ ଆପଣ ଏଇଠୁ ପାଖରୁ ମାଙ୍କୁ ଦେଖିଦିଅନ୍ତୁ, ଆପଣ ବି ଦର୍ଶନ କରନ୍ତୁ। ମାଙ୍କୁ ଦର୍ଶନ କରିସାରିଲା ପରେ ସେଠି ବାହାରେ ମେଳା ବି ପଡ଼ିଥିଲା ଆଉ ସେଠି ବହୁତ ଦୋକାନ ବି ପଡ଼ିଥିଲା, ଖାଇବା ଜିନିଷ ଖେଳନା ସବୁ ପଡ଼ିଥିଲା। ଏଠି ଆଇସ୍କ୍ରିମ୍ ଆଉ ଏଠି ମକା ବି ଥିଲା ଯାହାକୁ କି ଆମେ ଖାଇଲୁ। ତାପରେ ଦେଖିପାରୁଥିବେ କେତେ ଲୋକ, ଆ ଭିତରେ ପୁରା କାଦୁଅ ହେଇଯାଇଛି। କିନ୍ତୁ ଆପଣ ଆସନ୍ତୁ ଥରେ ବୁଲନ୍ତୁ, ଆପଣଙ୍କୁ ଭଲ ଲାଗିବ। ଗୋଟେ କଥା ଦେଖି ଆପଣଙ୍କୁ ଖୁସି ଲାଗିବ କି ଜଗତସିଂହପୁରକୁ ରେଡ୍ ଜୋନ୍ ଥିଲା ପରେ ବି ମାଙ୍କ ଦର୍ଶନ ପାଇଁ ବହୁତ ଲୋକ ଆସିଥିଲେ। ତ ଭକ୍ତି ଦେଖିପାରୁଥିବେ ଆପଣ। ଏଠି ଦେଖନ୍ତୁ ବର୍ଷା ହେଇଯାଇଥିବାରୁ ଆମେ କେମିତି ପୁରା ଟେକି ଟାକି ସବୁ ଚାଲିବାକୁ ପଡ଼ୁଛି। କେତେ ପାଣି, ପୁରା ଯିଏ ଖାଲି ସ୍ଲିପର ପିନ୍ଧି ଯାଇଥିବ ସେ ପୁରା ପାଣିମୟ ହେଇଯିବ। କାଦୁଅ ମାଦୁଅ ଆପଣଙ୍କୁ ହବାକୁ ପଡ଼ିବ, କାରଣ ତା ଭିତରେ ପୁରା ବର୍ଷା ହେଇକି ପୁରା କାଦୁଅ। ତା ପୁରା ଚାଲିବା ବହୁତ କଷ୍ଟକର। ଦେଖିପାରୁଥିବେ କେତେ ପାଣି। ଆମେ ତାପରେ ବି ସେଥିରେ ଚାଲିକି ବୁଲିଲୁ। ଆପଣଙ୍କୁ ଭଲ ଲାଗିବ ବୁଲିଲେ, ଏଇଆ ଯେ କାଦୁଅ ଟିକେ ଆପଣ ଦେଖିକି ବୁଲିବେ ଆଉ। ଦେଖିପାରୁଥିବେ ମୁଁ ଏତେ ଉଞ୍ଚା ଚପଲ ପିନ୍ଧିବି ମାନେ ପାଣି ପଶି ଯାଉଥିଲା, ମାନେ କେତେ ଉଞ୍ଚାର ପାଣି ହେଇଥିଲା ତା ଭିତରେ। ଏଠି ଛୋଟ ଛୁଆଙ୍କ ଖେଳନା ସବୁ ମିଳୁଥିଲା, ଆପଣଙ୍କୁ ଯାହା ଦରକାର ଆପଣ କିଣିପାରିବେ। ତ ଏଠିକି ଥରେ ଆସନ୍ତୁ ଆଉ ଭିଜିଟ୍ କରନ୍ତୁ, ଆପଣଙ୍କୁ ବି ଭଲ ଲାଗିବ। ଏଇଠି କ'ଣ କିଣୁଛନ୍ତି ଭାଉଜ ଆଉ ମାଉସୀ। ତ ଆଜିର ଭିଡ଼ିଓ ଏଇଠି ଶେଷ ହେଉଛି। ବାଏ ସାଙ୍ଗମାନେ।